ଇରାନର ଧମକରେ ଡରିଗଲା କି ଆମେରିକା? ଇରାନର ଧମକରେ ଟ୍ରମ୍ପ ଭୟଭୀତ କି? କାହିଁକି ପଛଘୁଞ୍ଚା ଦେଲେ ବିଶ୍ୱକୁ ନାଲି ଆଖି ଦେଖାଉଥିବା ରାଷ୍ଟ୍ରପତି? ମଧ୍ୟପ୍ରାଚ୍ୟରେ ଥିବା ବିମାନ ଘାଟି ଖାଲି କରିବା ଆରମ୍ଭ କଲା ଆମେରିକା। ମଧ୍ୟପ୍ରାଚ୍ୟରେ ଥିବା ପ୍ରମୁଖ ସାମରିକ ଘାଟିରୁ କର୍ମଚାରୀମାନଙ୍କୁ ସ୍ଥାନାନ୍ତରିତ କରିବା ଆରମ୍ଭ କରିଛି ଆମେରିକା। ଇରାନର ଚେତାବନୀ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ ତେବେ ଏହା ସାଉଦି ଆରବ, ୟୁଏଇ ଏବଂ ତୁର୍କୀରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିବ। ଯଦି ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ କାତାରର ଅଲ୍ ଉଦେଇଦ୍ ବାୟୁସେନା ଘାଟିରେ ନିୟୋଜିତ କିଛି କର୍ମଚାରୀଙ୍କୁ ବୁଧବାର ସନ୍ଧ୍ୟା ସୁଦ୍ଧା ସେଠାରୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଜଣେ ଆମେରିକୀୟ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଏହି ନିଷ୍ପତ୍ତି ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନିଆଯାଇଛି। ସୁରକ୍ଷା କାରଣରୁ ଏହି ଆକ୍ରମଣରେ ସାମରିକ କିମ୍ବା ବେସାମରିକ କର୍ମଚାରୀ ସାମିଲ ଥିଲେ କି ନାହିଁ ତାହା ପ୍ରକାଶ କରାଯାଉନାହିଁ। ଏଥିରେ କେତେ ଲୋକଙ୍କୁ ଘାଟି ଛାଡ଼ିବାକୁ ପଡ଼ିବ ତାହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ। ଚଳିତ ବର୍ଷ ଜୁନ୍ ମାସରେ ଆମେରିକା ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ବିମାନ ଆକ୍ରମଣ କରିଥିଲା। ଜବାବରେ ଇରାନ ଅଲ୍ ଉଦେଦ୍ ବାୟୁ ଘାଟି ଉପରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଡିସେମ୍ବର 28 ତାରିଖରୁ ଇରାନରେ ସରକାର ବିରୋଧୀ ପ୍ରତିବାଦ ଜାରି ରହିଛି। ହିଂସାତ୍ମକ ପ୍ରଦର୍ଶନରେ 2500ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ସରକାର ପ୍ରଦର୍ଶନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖେ ତେବେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ। କାତାରର ଅଲ୍ ଉଦେଦ୍ ବାୟୁ ଘାଟିକୁ ମଧ୍ୟପ୍ରାଚ୍ୟରେ ସବୁଠାରୁ ବଡ଼ ଆମେରିକୀୟ ସାମରିକ ଘାଟି ଭାବରେ ବିବେଚନା କରାଯାଏ। ଏଠାରେ ପ୍ରାୟ 10,000 ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି। ଏହି ଘାଟି ଆମେରିକାର ସାମରିକ ରଣନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ଆମେରିକାର କେନ୍ଦ୍ରୀୟ କମାଣ୍ଡର ଆଗୁଆ ମୁଖ୍ୟାଳୟ ଅବସ୍ଥିତ। ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖମେନୀଙ୍କ ପରାମର୍ଶଦାତା ଅଲି ସାମଖାନି ଏକ୍ସରେ ଲେଖିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଇରାନର ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବା ବିଷୟରେ କହୁଥିବା ସମୟରେ ଏହା ମଧ୍ୟ ଉଲ୍ଲେଖ କରିବା ଉଚିତ ଯେ ଇରାନୀ କ୍ଷେପଣାସ୍ତ୍ରଗୁଡ଼ିକ ଅଲ୍ ଉଦେଦ୍ ଘାଟିକୁ କ୍ଷତି ପହଞ୍ଚାଇଛି। ପୂର୍ବରୁ ଜଣେ ବରିଷ୍ଠ ଇରାନୀ ଅଧିକାରୀ କହିଥିଲେ ଯେ ଇରାନ ତାର ପଡ଼ୋଶୀମାନଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛି। ଅଧିକାରୀଙ୍କ ଅନୁଯାୟୀ ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ ତେବେ ସାଉଦି ଆରବ, ୟୁଏଇ ଏବଂ ତୁର୍କୀରେ ଥିବା ଆମେରିକୀୟ ଘାଟି ସହିତ ଆମେରିକୀୟ ସୈନ୍ୟ ଉପସ୍ଥିତ ଥିବା ଅନ୍ୟ ସମସ୍ତ ଦେଶ ଉପରେ ଆକ୍ରମଣ କରାଯିବ। ଆମେରିକା ସମଗ୍ର ମଧ୍ୟପ୍ରାଚ୍ୟରେ ଅନେକ ସାମରିକ ଘାଟି ବଜାୟ ରଖିଛି। ବାହାରାଇନରେ କାତାରର ଅଲ୍ ଉଦେଦ୍ ଘାଟି ସହିତ ଆମେରିକୀୟ ନୌସେନାର 5ମ ନୌବାହିନୀ ମୁଖ୍ୟାଳୟ ମଧ୍ୟ ଅଛି। ସମଗ୍ର ଅଞ୍ଚଳରେ ଉତ୍ତେଜନା ଅଧିକ ରହିଛି ଏବଂ ବିଶ୍ୱର ମଧ୍ୟପ୍ରାଚ୍ୟ ଉପରେ କେନ୍ଦ୍ରିତ। ତଥାପି 3ଟି ସୂତ୍ର କହିଛନ୍ତି ଯେ ଗତ ବର୍ଷ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ ପୂର୍ବରୁ ଦେଖାଦେଇଥିବା ପରି ବର୍ତ୍ତମାନ ବଡ଼ ଧରଣର ସୈନ୍ୟ ପ୍ରତ୍ୟାହାରର କୌଣସି ସଂକେତ ନାହିଁ। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।